ଗାଁ ମୋ ସ୍ୱାଭିମାନ ଓ ସାମାଜିକ ସମରସତା ମଞ୍ଚ ପକ୍ଷରୁ ଭାରତ ରତ୍ନ ଭୀମରାव ଆମ୍ବେଦକରଙ୍କ ଜୟନ୍ତୀ ପାଳନ ହୋଇଛି। ଭୂତତ୍ତ୍ୱ ବିଜ୍ଞାନୀ ବଳରାମ ସେଠୀଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ସମାଜସେବୀ ଚନ୍ଦନ ସ୍ୱରାଜ ଭୀମରାव ଆମ୍ବେଦକରଙ୍କ ଜୀବନର ଅବତାରଣା କରିଥିଲେ। ଭାରତ ରତ୍ନ ଭୀମରାव ଆମ୍ବେଦକରଙ୍କ ଏକ ନିର୍ଦ୍ଦିଷ୍ଟ ଜାତି କିମ୍ବା ପନ୍ଥର ନୁହନ୍ତି, ବରଂ ସେ ଭାରତ ମାତାର ସୁଯୋଗ୍ୟ ସନ୍ତାନ ଭାବେ ସାରା ବିଶ୍ୱରେ ପରିଚିତ ଥିଲେ। କେବଳ ଦଳିତମାନଙ୍କ ପାଇଁ ନୁହେଁ, ସମଗ୍ର ଅଭାବୀ ମାନବ ସମାଜ ପାଇଁ ତାଙ୍କ ସଂଗ୍ରାମ ଜାରି ରହିଥିଲା। ଭାରତକୁ ଏକ ସୁସ୍ଥ ସମ୍ବିଧାନ ଭେଟି ଦେଇ ଭାରତର ଗଣତନ୍ତ୍ରକୁ ସାରା ବିଶ୍ୱରେ ଶ୍ରେଷ୍ଠତମ ସ୍ଥାନରେ ପହଞ୍ଚାଇଥିଲେ ବୋଲି ଶ୍ରୀ ସ୍ୱରାଜ କହିଥିଲେ। ଏହି କାର୍ଯ୍ୟକ୍ରମରେ ଦଳିତମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ବ୍ୟକ୍ତିତ୍ୱକୁ ସମ୍ବୋଧିତ କରାଯାଇଥିଲା। କାର୍ଯ୍ୟକ୍ରମର ଅନ୍ୟତମ ସଂଯୋଜକ ପ୍ରଦୀପ ମଲ୍ଲିକ ଆମ୍ବେଦକରଙ୍କ ଜାତୀୟ ମାନବ ଦର୍ଶନର ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମାଧବାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ମଲ୍ଲିକଙ୍କ ରିପୋର୍ଟ, ଡିଏସ୍ ଚ୍ୟାନେଲ।